ମା ସାଙ୍ଗେ ସାଙ୍ଗେ ଉଦ୍ଧବକୁ ଦେଖୁଛି। ସେତେବେଳକୁ ମା ଯଶୋଦା କଣ କରୁଛି? ବୋଲା କାନ୍ଦି କାନ୍ଦି ନନ୍ଦ ରାଣୀ ଅଛି ସରଳ ମଣି ମୋ କଳା କାନ ମୋ କଳା କାନ ମୋ କଳା କାନ ଭାଇ ଦେବାର ପାଇଁ ମୋ କଳା କାନ ମୋ କଳା କାନ ଭାଇ ଦେବାର ପାଇଁ ହାତରେ ଲବଣୀ ପଡୁଛି ଧରିଛି। ଗୋଟି ଗୋଟି କି ସମସ୍ତଙ୍କୁ ଗୋପପୁର ଯାକ ପଚାରୁଛି ମୋ କହ୍ନେଇକି କିଏ ଦେଖିଛ? ମୋ ନୀଳମଣିକି କିଏ ଦେଖିଛ କି? ଆରେ ସେହି ମୋ ନୟନ ତାରାରେ ଯଦି ମୋ ପୁଅକୁ ନ ଦେଖି ମନରେ ମୋ ପେଟକୁ ଭାତ ଖାଇବାକୁ ଯାଏ ନା। ଗୋଟିଏ ମୁହୂର୍ତ୍ତ ଯଦି ମୋ ନୟନ ଆଖି ଆଗରୁ ମୋ ପୁଅ ଅନ୍ତର୍ଧ୍ୟାନ ହେଇଯାଏ ମତେ ସବୁ ଅନ୍ଧାର ଲାଗେ। କିଏ ଦେଖିଛ ମୋ ପୁଅକୁ ଟିକେ କହିଦବ କି? ଗୋଟିଏ ପୁଳା କଣ ଟିକେ ପାଟିରେ ଖାଇଛି କି ନା ଯାଇଛି ଏପର୍ଯ୍ୟନ୍ତ ମୋ ଘରକୁ ମୋ ପୁଅ ଫେରିନି। ଆଉ କିଏ ଦେଖିଛ? ଆଜ୍ଞା ଯେତେବେଳେ କାନ୍ଦି କାନ୍ଦି ମା ଯଶୋଦା ଏଇ କଥା କହିଲେ ଉଦ୍ଧବ ମାଙ୍କୁ ଦେଖି ସାରିଲା ପରେ ରଥକୁ ଆଉ ଟିକେ ଆଗକୁ ନେଇଥିଲେ। ରଥ ଯାଇକି କୋଉଠି ପହଞ୍ଚିଲା? ଗୋପାଙ୍ଗନା ମାନଙ୍କ ପାଖରେ। ଗୋପାଙ୍ଗନା ମାନେ ଉଦ୍ଧବକୁ ଦେଖିଛି କଣ କହିଲେ? ଗୋଟିଏ ପଦ ଛାନ୍ଦ ବୋଲା କୃଷ୍ଣ କଥା ଦିନେ ଯଦି କର ପଲ୍ଲବର କନିଷ୍ଠ ମୁଦ୍ରିକା କଙ୍କଣ ହେଲାଣି ଆସିକି ଏଇ ଗୋପୀନାଥ ତମ ଭଗବାନ କୃଷ୍ଣ ଯାହାକୁ ମୁଣ୍ଡରେ ମୁଣ୍ଡେଇଛ 4 ଦିନ କହିକି ଆମକୁ ଛାଡିକି ଗଲା ଯେ ଆଉ ଫେରିଲା। ଆମର ଅବସ୍ଥା ଏଇଆ କେବଳ ଧବକ ଯେତେବେଳେ ଗୋପାଙ୍ଗନା ମାନଙ୍କୁ ଦେଖିଛି ରଥ ଆଉ ଟିକେ ଆଗକୁ ନେଲା। ରଥ ଯାଇକି କୋଉଠି ପହଞ୍ଚିଲା? ଗୋପାଙ୍ଗନାକୁ ଦେଖିଲା, ମା ଯଶୋଦାକୁ ଦେଖିଲା,
ଗୋପାଳ ପୁଅ ମାନଙ୍କୁ ଦେଖିଲା ଗୋପାଳ ପୁଅ ମାନଙ୍କ ସହିତ ସେତେବେଳେ କେତେ ହସ କେତେ ଖେଳ କେତେ କୌତୁକ ହଉଥିଲେ। ସେଇ ଗୋପାଳ ପୁଅ ମାନେ କଣ କହିଲେ? ବାତୁଳ ସୁବାଳ ଚାଖିବି ଗୋପାଳ सखा सखी भाव आनंद समुद्र उछड़ी पड़ी केवल कृष्णकर विच्छेदरे समस्ते निजमान समस्ते दुखित अवस्था कांदुछंती ये सब घटना मान उद्धव देखिले आ बाते आगु नहीं रथ जाके तकर पिता नंद महाराज को पहुंचला नंद महाराज जते देखिला देखु जे समस्त अवस्था को देखिला नंद महाराज को पाखरे पहुंचला। अच्छा नंद महाराज अवस्था कोन है कि दिगुण से बापा सदाबेले पीड़ा दिन कथा मन पड़ जाए हैं। आज नंद महाराज उद्धव को देखी कहउछंती बोले उद्धव ये उद्धव पुष्प मौली होइले मधुकर मधुरे न रसी मधुकर हला भ्रमर भ्रमर कि नहीं। अच्छा जो फूलटा बासी फूल हो जिवो आ ताको भ्रमर चुंगियो ना चुंगियो ना हे ना तेनो मो अवस्था सेही भलिया हेला खाली कोन सत्य की देबो पुणी उद्धव कहू तो नंद महाराजा कहउछंती कोन कहले देबो कहया बन गले